ଜଟଣୀ ଖୁଦୁପୁର ଛକ ନିକଟରୁ 2000 ଲିଟର ଦେଶୀ ମଦ ଜବତ ସହ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ପୋଲିସ ଜଟଣୀ ଖୁଦୁପୁର ଛକରେ ଚଢ଼ାଉ କରି ଏକ ଅଶୋକ ଲିଲ୍ୟାଣ୍ଡ ଟ୍ରକରୁ 400 କାର୍ଟୁନ ଆସ୍କା ଫଟି ଦେଶୀ ମଦ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା। ପ୍ରତ୍ୟେକ କାର୍ଟୁନରେ 200 ମିଲିଲିଟରର 25ଟି ବୋତଲ ଥିଲା। ତେଣୁ ମୋଟ 2000 ଲିଟର ଆସ୍କା ଫଟି ଦେଶୀ ମଦ ଜବତ ହୋଇଥିଲା। ଏହି ମଦ ବେଆଇନ ଭାବେ କୋଣାର୍କ ଅଞ୍ଚଳକୁ ଚାଲାଣ ହେଉଥିଲା। ତେବେ ଗିରଫ ଡ୍ରାଇଭର ଖୋର୍ଦ୍ଧା ଅଞ୍ଚଳର କାହ୍ନୁଚରଣ ବେହେରାକୁ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ କୋର୍ଟ ଚାଲାଣ କରାଯାଇଛି।